ଆପଣମାନେ ତ ଜାଣିପାରୁଥିବେ ମୋତେ ଥଣ୍ଡା ପ୍ରବଳ। ତଥାପି ଚାଲନ୍ତୁ ଯିବା ବ୍ଲଗ୍ଟି ଷ୍ଟାର୍ଟ କରିବା। ଚଉରା ପୂଜା ସରିଲା ପରେ ନନା ଆସିଲେ ପୁରାଣ ପଢ଼ି ଦେଇକି ପଳେଇଗଲେ। ମୁଁ ବାଟଣ ଟିକେ ବାଟି ଦେଇକି ବସେଇଦେଲି ଆଳୁ, ମୂଳା, ବାଇଗଣ, ଟମାଟୋ, ଆମ୍ବୁଲ ସବୁ ଦେଇକି ଆମ୍ବୁଲ ବେସର। ଆମ ସାଇଡ଼ରେ ତାକୁ ଆମ୍ବୁଲ ବେସର କହୁ। ଆପଣମାନଙ୍କ ସାଇଡ଼ରେ କ'ଣ କହୁଛନ୍ତି ନିଶ୍ଚୟ କହିବେ ତ। ତାପରେ ବାଇଗଣ ଟିକେ ବୋଇତାଳୁ ଟିକେ କାଟିକି ଲୁଣ ପାଣିରେ ପକେଇ ରଖିଦେଲି ପିଠଉ ଭଜା କରିବା ପାଇଁ। ନାତିକି ଆଣିକି ଟିକେ ଧୁଆଧୁଇ କରି ତାକୁ ଟିକେ ଖୁଆଇଦେଲି। ଆଜି ଆଉ ଜଳଖିଆ କରୁନୁ ତ, ଜଳଖିଆ ଟାଇମ୍ରେ ରୋଷେଇ ସରିଯାଇଥିଲା, ସେଥିପାଇଁ ଆମେ ମଧ୍ୟ ଭାତ ମୁଠେ ମୁଠେ ଖାଇଦେଲୁ। ତାପରେ ମୁଁ ଶୋଇପଡ଼ିଲି ଔଷଧ ଖାଇକି। ମଉସା ଭାଜିଲେ ପିଠଉ ଭଜା ହେଇସାରିଲା। ମୁଁ ଉଠିକି ଦେଖେ ତ ନାତିକି ଫେର ଆଉ ଥରେ ଜ୍ୱର ପଳେଇ ଆସିଲାଣି। ତାକୁ ଧରିକି ବାହାରି ପଡ଼ିଲୁ ବ୍ରହ୍ମପୁର ନେଇକି ଟିକେ ଡକ୍ଟରଙ୍କୁ ଦେଖେଇବା ପାଇଁ। ଯାଇକି ପହଞ୍ଚିଲା ବେଳକୁ ମେଡ଼ିକାଲ ବନ୍ଦ ହେଇସାରିଲାଣି, କାହିଁକିନା ଆମେ 3ଟା ବେଳକୁ ବାହାରିଲୁ। ତାପରେ ଅପେକ୍ଷା କଲୁ। ଆଉ ସେଇ ଅପେକ୍ଷା କଲା ଭିତରେ ଯାଇକି ପାର୍କ ଟିକେ ବୁଲି ଦେଇକି ପଳେଇ ଆସିଲୁ। ପିଲା ତ ଟିକେ ଖୁସି ହେବ ନା, ପାର୍କରେ ବୁଲାବୁଲି କଲୁ। ତାପରେ ଡକ୍ଟର ଆସିଲା ପରେ ଦେଖେଇକି ଘରକୁ ରିଟର୍ନ ହେଇଗଲୁ।